କଥା ପରେ ମୋର ଗୋଟେ ଅଭିଯୋଗ ଅଛି। ମହିଳା କମିଶନ ପରି ଆମ ପୁରୁଷ ମାନଙ୍କ ପାଇଁ ଏକ ପୁରୁଷ କମିଶନ ଗଠନ କରିବା ନିହାତି ଦରକାର। କିନ୍ତୁ ତମେ ଏ କଥା କଣ ପାଇଁ କହୁଛ? କହିବିନି, ଆଜିକାଲି ଦୁନିଆରେ ଯେମିତି ମହିଳା ମାନେ ପୁରୁଷ ମାନଙ୍କୁ ଟର୍ଚର କରୁଛନ୍ତି, କିଏ ମହିଳା ମାନଙ୍କ ଉପରେ ପୁରୁଷ ମାନେ ଟର୍ଚର କଲେ ସେମାନେ ମହିଳା କମିଶନରେ ଏଫଆଇଆର ଦେଇ ପୁରୁଷକୁ ଦଣ୍ଡ ଦିଅନ୍ତି। ହେଲେ ମହିଳା ମାନେ ପୁରୁଷ ମାନଙ୍କୁ ନିର୍ଯାତନା ଦେଲେ ଆମେ କଣ ମାଡ ଗାଳି ଖାଇ ଖଟରେ କଣ ପେଟେଇକି ଶୋଇବୁ? ତମ ଉପରେ କଣ ଅତ୍ୟାଚାର ହେଇଛି ଆଉ କିଏ କରିଛି? କିଏ ଆଉ କରିବ? ମୋ ନିଜ ସ୍ତ୍ରୀ। କଣ ତମେ କହୁଛ? ତମ ସ୍ତ୍ରୀ? ମୋ ନିଜ ସ୍ତ୍ରୀ, ବୁଝିଲେ ମ୍ୟାଡାମ। ମୋ ସ୍ତ୍ରୀକୁ ନୀତି ଖୁସି କରିବା ପାଇଁ ନୀତି ସଂଯୋଗରେ ଗୋଟେ ମାଇପ ବନ୍ଦନା ଲେଖି, ଆଉ ସେଇଟା ମୁଁ ନିଜେ ଲେଖିଛି। ଆପଣ ଟିକେ ଶୁଣିବେ? ହଉ ଶୁଣନ୍ତୁ। ଜୟ ତୁ ଘରି ମାନେ ଜୟ ଉଗ୍ର ଚଣ୍ଡୀ, ତୋ ନାମ ଶୁଣିଲେ ମୁଖେ ତୁଲେ ତୁଣ୍ଡି, ପଲକ ଉପରେ ବସି ରହୁ ଘନ ଘନ, ଯାହା ଟିକେ ଡେରି ହେଲେ କରୁ ତୁ ଗଠନ। ହାୟ ହାୟ ମୋ ଘରଣୀ, ତୋର ଦେଖିଲେ ମୋର ପଡେ ନ ଫେରେଣି। ହାୟ ହାୟ ମୋ ଘରଣୀ, ଉଠୁ ଦର୍ପଣରେ ମୁହଁକୁ ତ ଚାହୁଁ, ଦିଲେ ବାହୁର ଗଳି ସଜବାଜ ହଉ, ଲାଲି ଲିପିଷ୍ଟିକି ଗୋଳା ଅଟେ ତ ଅଧର, ରକ୍ତ ମୁଖା ଦେବି କରି ଦିଶୁଛୁ ସୁନ୍ଦର। ହାୟ ହାୟ ମୋ ଘରଣୀ, ମୋ ଘର ଛିଡ଼ା ହଉ ଘରକୁ ସାତୁଣି। ହାୟ ହାୟ ମୋ ଘରଣୀ। ମାଇପ ପୁରାଣ କଣ ସବୁ ଅତ୍ୟାଚାର ହେଇଛି ବୁଝିଲେ ମ୍ୟାଡାମ? ଅତ୍ୟାଚାର ମାନେ ମାଡ ମାନେ ଠିଆ ଠିଆରେ ଗୋଇଠା ମାରିବ, ହାତରେ ମାରିବ, ଆଉ ଦୁଲଦୁଲ ପୁରା ରକ୍ତାକ୍ତ କରିଦବ। କହୁଛ ତମ ସ୍ତ୍ରୀ ତମକୁ ହାତରେ ଗୋଡରେ ମାରନ୍ତି? କିଏ ଏତେ ଥର ରିପିଟ କରି କାହିଁକି କହୁଛ କହିଲ? ସେଟା ମତେ ପୁରା ଲାଜ ଲାଗୁଛି। ହାତରେ ଗୋଡରେ ମାରନ୍ତି? ଏଇଟା ତ ନିହାତି ପାପ କଥା। ଆମେ ଦେବତା ସମାନ, ତାକୁ ପୂଜା କରିବା କଥା। କିନ୍ତୁ ମୁଁ ଦେବତା ନୁହଁ, ଆଉ ଏକ ପ୍ରକାର କୁତ୍ତା। ବୁଝିଲେ ମ୍ୟାଡାମ? କୁତ୍ତା ମାନେ ବୁଝିପାରୁଛନ୍ତି ନା ନାଇଁ? ମାନେ ତାକୁ ରୋଷେଇ କରିକି ଦେବି, ତା ଲୁଗାପଟା ଧୋଇବି, ତାକୁ ଖାଇବାକୁ ଦେବି, ଆଉ ସେ ଶୋଇବାକୁ ଗଲା ବେଳେ ତା ଗୋଡ ହାତ ଘଷା ମୋଡା କରିବି। ଯଦି ଘଷା ମୋଡା କଲା ଟାଇମରେ ହାତ ଟିକେ ନରମ ଲାଗିଲା, ଠିଆ ନାତ ମାରିବ ଯେ ଛୁଆ ଖଟକୁ ତଳେ 5 ମିନିଟ ଯାଏ ତଳୁ ଉଠି ପାରିବିନି। ବୁଝିଲେ ମ୍ୟାଡାମ? ଆପଣ ଯଦି କିଛି କରିବାର ଅଛି କରନ୍ତୁ, ନହେଲେ ପରିସ୍ଥିତି ବହୁତ ଭୟଙ୍କର ହବ। ମଣିଷ ବର୍ଗରୁ କୁକୁର ଛୁଆ ଜନ୍ମ ହବ। କେମିତି କହିବିନି? ଏବେ କିଛି ଦିନ ସେ ମୋ ଉପରେ ଏତେ ଜୁଲୁମ କରୁଛି। ବୁଝିଲେ ମ୍ୟାଡାମ? ସେ ମତେ କହୁଛି ଗୋଟେ ବିଦେଶୀ କୁକୁର ନେଇକି ଆସ। ମୁଁ କହିଲି ଆରେ କୁକୁର କଣ ହବ? ମୁଁ ତ କୁକୁର ସହ ସମାନ ନା। ମୁଁ କହିଲି ବିଦେଶୀ କୁକୁର ଆଣିଲେ 15,000 ଟଙ୍କା ଦରକାର। ହେଲେ ସେ କଣ କହିଲା ଜାଣିଛନ୍ତି? ସେ କହିଲା ପତି ହେଇଛ ମାନେ ସ୍ତ୍ରୀର ସବୁ ଆବଶ୍ୟକ ପୂରଣ କରିବା ତୁମର ନିହାତି ଆବଶ୍ୟକ। ହେଲେ ମୁଁ କହିଲି ଯାହାହେଲେ ଆଣିବାକୁ ପଡିବ ନା। ହେଲେ ବିଦେଶୀ କୁକୁର କଣ କଣ ଫାଇଦା କରିବ କହିବ କି? ସେ କହିଲା ବିଦେଶୀ କୁକୁର ରଖିଲେ ତାର ନିଆରା ମଜା ଅଛି। ସେ ପାଖରେ ବଇବ, ବେଡରେ ଶୋଇବ, ବଡିଗାର୍ଡ ବି ରହିବ, ଇତ୍ୟାଦି ଇତ୍ୟାଦି। ଆଉ ସେ ମତେ କହିଲା ମୁଁ ଶୋଇଲା ବେଳେ କୁକୁର ମୋ ପାଖରେ ଶୋଇବ। ମୁଁ କହିଲି ମୁଁ କୋଉଠି ଶୋଇବି? ସେ କହିଲା ତମେ କବାଟ